ସକାଳୁ ସକାଳୁ ଏଇ ପାରା ମାନଙ୍କୁ ଦେଖି ନେଇ ଆସିଥିଲି ମୁଠେ ଚାଉଳ, କାରଣ ସେମାନଙ୍କ ଡେଲି କାମ ସକାଳୁ ଖାଦ୍ୟ ଖୋଜିବା। ଆଉ ଆମ ମଣିଷ ଜାତି ଯଦି ଆମ ଖାଦ୍ୟର କିଛି ଭାଗ ତାଙ୍କୁ ଦାନ କରନ୍ତା କେତେ ଭଲ ହୁଅନ୍ତା ନା, କାରଣ ବଞ୍ଚିବାର ଅଧିକାର ତ ସମସ୍ତଙ୍କର ଅଛି ନା, କଣ କହୁଛନ୍ତି ସାଙ୍ଗମାନେ? ଆମ ଓଡିଶାରେ କାଳେ ଏବେ ବର୍ଷା ଋତୁ ଛାଇଛି, ସବୁଆଡେ ହେଇସାରିଛି, ଆଜି ଭୁବନେଶ୍ୱର ପାଳି। ଏଇ ପବନ ଦେବତା ଆଉ ବର୍ଷା ରାଣୀ କୋଉଠି ଥିଲେ କେଜାଣି ହଠାତ୍ ମାଡି ଆସି ଏମିତି ଥରେଇଲା ଆଖି ପିଛୁଳାକେ ବ୍ଲାଙ୍କେଟ ପାଗ। ଆଜି ଦିନ ସାରା ଏଇ ବ୍ଲାଙ୍କେଟ କୁ ଖୋଲିବିନି କି ଗାଧେଇବିନି, ଏମିତି ନୂଆ ବୋଉ ହେଇ ଠଙ୍ଗା ଠଙ୍ଗା ହେଇକି ବୁଲିବି। ଆଉ ଆଜିକାଲି ଆପଣ ମାନେ ମତେ ଯୋଉ ଫୋକସ ମୋଡରେ ରଖିଛନ୍ତି ନା, ସେପଟୁ କମେଣ୍ଟ ଆସିବ, ଦିଦି ଆପଣ ଏତେ ପଚାରି। ଆଉ କଣ କରିବି, ଇଚ୍ଛା ନଥିଲେ ବି ଗାଧେଇବାକୁ ପଡିବ। କିଏ ସେ କହିଲା ମୁଁ ପଚାରି? ଆଇ ଏମ୍ ଭେରି ଷ୍ଟ୍ରଙ୍ଗ। ଆପଣ ସାଲା ଇସ୍ ବର୍ଷା ଫର୍ଷା କଣ ନେହି ଡରତା। ଇଏ ବର୍ଷା ନା ଆଉ କଣ ବା, ମତେ ଲାଗୁଛି ଇଏ ଦାନାର ବଡ ଭାଇ ଫାନା। କାଲି ଯାଇଥିଲା ପଖାଳ ଦିବସ, ଆଉ ଆଜି ହଉଛି ମୋର ଗରମ ଭାତ ଦିବସ। ଆଉ ଖାଲି ପଖାଳ ଦିବସ ମନେଇଲେ ଗରମ ଭାତ ଏପଟେ ମନ ଦୁଃଖ କରିବନି? ଆଉ ବ୍ଲାଙ୍କେଟ ପାଗକୁ ଫୁଲ ଏଞ୍ଜୟ କରିସାରିଲା ପରେ ଇଭିନିଂ ରେ ପାଟିଟା ଖାଲି କୁସକୁସିଆ ମୁସମୁସିଆ ରୁସରୁସିଆ ଖୋଜୁଛି। ସେଥିପାଇଁ ମୁଁ ଚାଲିଲି ମୋ ଫେଭରାଇଟ ପଣସ ଚିଲି କରିବା ପାଇଁ। ଦୀର୍ଘ ବହୁତ ସମୟ ପରିଶ୍ରମ ପରେ ଫାଇନାଲି ମୋ ପଣସ ଚିଲିଟା କମ୍ପ୍ଲିଟ ହେଲା। ଆଉ ମାରାନ, ଏମିତି ଟେଷ୍ଟି ପଣସ ଚିଲି ମୁଁ ଆଗରୁ କେବେ ଖାଇନଥିଲି। କେତେ ଆଉ ଦେଖିବେ, ଜଲ୍ଦି ଜଲ୍ଦି ବର୍ଷା ପାଗର ମଜା ନିଅନ୍ତୁ, ନହେଲେ ବର୍ଷା ପାଗ ପଳେଇବ ଯେ।